ପୂର୍ବରୁ ଆପଣମାନେ ଓଡ଼ିଶାରେ ଯଦି ଖୋଜିବେ ବିଗତ ମାସେ ଭିତରେ ଅନେକ ୟୁନିଭର୍ସିଟିରେ ଅନେକ କଲେଜରେ ମଧ୍ୟ ଅନେକ ଉଦାହରଣ ଅଛି। ଆଜ୍ଞା ଗୋଟିଏ ଦେଶର ଦୁଇଟି କିଛି ମାସ ଭିତରେ ଦୁଇଟି ଝିଅ 2 ମାସ ଭିତରେ ଗୋଟେ ବିଦେଶୀ ଘଟଣା ଦୁର୍ଘଟଣା ସବୁବେଳେ ଥାଏ। ଛାତ୍ରଛାତ୍ରୀ ମାନଙ୍କର ମୃତ୍ୟୁ ଯଦି ସାରା ଦେଶରେ ଦେଖିବେ ଇଏ ଗୋଟେ ଜାତୀୟ ସମସ୍ୟା। ଆପଣ ମାନେ ମିଡିଆର ବନ୍ଧୁ ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ସମୟରେ adolescent girls and boys ଛାତ୍ରଛାତ୍ରୀ ପାଠ ପଢୁଥିବା ସମୟରେ ଅନେକ ଦୁଶ୍ଚିନ୍ତାରେ ଗ୍ରାସ ହୋଇ ସାରା ଭାରତ ବର୍ଷରେ ବିଭିନ୍ନ ୟୁନିଭର୍ସିଟି ମାନଙ୍କରେ ଦେଖିବେ ବିଭିନ୍ନ କଲେଜ ମାନଙ୍କରେ ଦେଖିବେ ମୃତ୍ୟୁବରଣ କରୁଛି। ଇଏ ଗୋଟେ ଜାତୀୟ ଇସ୍ୟୁ। ତା ଉପରେ ଆପଣ ମାନେ ଜଣେ ଦାୟିତ୍ୱବାନ ଗଣମାଧ୍ୟମର ପ୍ରତିନିଧି ହିସାବରେ ବାରମ୍ବାର এই ঘটনা ঘটুଛି। ପୂର୍ବରୁ ଆପଣ ମାନେ ଓଡ଼ିଶାରେ ଯଦି ଖୋଜିବେ ବିଗତ ମାସେ ଭିତରେ ଅନେକ ୟୁନିଭର୍ସିଟିରେ ଅନେକ କଲେଜରେ ମଧ୍ୟ ଅନେକ ଉଦାହରଣ ଅଛି। ଆଜ୍ଞା ଗୋଟିଏ ଦେଶର ଦୁଇଟି କିଛି ମାସ ଭିତରେ ଦୁଇଟି ଝିଅ 2 ମାସ ଭିତରେ ଗୋଟେ ବିଦେଶୀ ଘଟଣା ଦୁର୍ଘଟଣା ସବୁବେଳେ ଥାଏ। ଛାତ୍ରଛାତ୍ରୀ ମାନଙ୍କର ମୃତ୍ୟୁ ଯଦି ସାରା ଦେଶରେ ଦେଖିବେ ଇଏ ଗୋଟେ ଜାତୀୟ ସମସ୍ୟା। ଆଜ୍ଞା ଯୋଉ ସିକ୍ୟୁରିଟି ମାନଙ୍କୁ ଲଗେଇକି ଯୋଉ ମାଡ ବାରୁଥିଲା ଯୋଉ ଭିଜୁଆଲ ଯେତେବେଳେ ଭାଇରାଲ ହେଇଥିଲା ଆଜି ଘଟଣାରେ ଆପଣ ମାନେ କିଛି ଦେଖିଛନ୍ତି ନା? ପୂର୍ବରୁ ଆଜ୍ଞା ଦେଖିଛୁ ଆପଣ ମାନେ ପୁଲିସ କୋଠୁ ଖବର ନେଇ ସାରିଲେଣି। ତେଣୁ ଆପଣ କାହିଁକି ତାହେଲେ କହୁନାହାନ୍ତି ନା? ଆଉ ସେ ଛାତ୍ରୀର ନାଁ କଣ? ଧୈର୍ଯ୍ୟ ଧରନ୍ତୁ, ସବୁ ସତ୍ୟାସତ୍ୟ ଛାତ୍ରୀର ନାଁ କଣ କୁହନ୍ତୁ? ଛାତ୍ରୀର ନାଁ କଣ କୁହନ୍ତୁ? ଛାତ୍ରୀର ନାଁଟା କୁହନ୍ତୁ। ମରିଚ ନାଁଟା କହୁନାହାନ୍ତି, ନାଁଟା କହୁନାହାନ୍ତି, ନାଁଟା କୁହନ୍ତୁ ଯେ ମରିଛି। ପରିଚୟଟା କାହିଁକି ଦଉନାହାନ୍ତି? କଣ ନାଁଟା କୁହନ୍ତୁ? ଅସୁବିଧା କଣ ଅଛି? ନାଁଟା କୁହନ୍ତୁ। ଆପଣ ନାଁଟା କହିପାରିବେନି? ଆପଣ ମାନେ ମେଡିକାଲ ଜୁରିସ୍ପ୍ରୁଡେନ୍ସ ପଢନ୍ତୁ, ତାପରେ ବୁଝିପାରିବେ। ଅସୁବିଧା କଣ ରହିଛି? ତାଙ୍କ ପରିବାର ଲୋକଙ୍କୁ ଖବର ଦେଲେଣି? ପରିବାର ଲୋକଙ୍କୁ ଖବର ଦେଲେଣି? ସବୁ ପୋଷ୍ଟମର୍ଟମ ରିପୋର୍ଟ ତାଙ୍କ ପରିବାର ଲୋକଙ୍କୁ ଖବର ଦେଲେଣି? ଆପଣ ଯାହା ଇଣ୍ଟରନାଲ କମିଟି କରିବା ଦାୟିତ୍ୱ ୟୁନିଭର୍ସିଟିର ଦାୟିତ୍ୱ ସେ ସୁଚାରୁ ରୂପେ ସବିଶେଷ ତଥ୍ୟ ये